ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ସମ୍ମୁଖରେ ଆଜି ଉପସ୍ଥାପନା କରିବି ଶକ୍ତି ଭୈରବ ଓ ଶିବ ଭୈରବ। ମୁଁ ବହୁତ ଖୁସି କି ମୋର ଭୈରବଙ୍କ ଉପରେ କରାଯାଉଥିବା ଚଳଚ୍ଚିତ୍ର ଗୁଡ଼ିକକୁ ଲୋକପ୍ରିୟତା ପ୍ରାପ୍ତି କରୁଛି, ଅର୍ଥାତ୍ ମୁଁ ଯାହା ଭାବୁଥିଲି ତାଠୁ ତ ଅଧିକ। ତ ସେହି ପରିପ୍ରେକ୍ଷୀରେ ମୁଁ ମୋ ରାଜ୍ୟବାସୀମାନଙ୍କୁ ଅଧିକ ଭୈରବ ବିଷୟରେ ଜଣାଇବା ପାଇଁ ସର୍ବଦା ପ୍ରସ୍ତୁତ ଏବଂ ସର୍ବଦା ଚେଷ୍ଟିତ ମଧ୍ୟ। ଯାହା ଆପଣମାନେ ବୁଝିଛନ୍ତି ଯେ ଭୈରବ ହେଲେ ରକ୍ଷକ, ମାନେ ଯିଏ ଏତେ ଜୋରରେ ରାବ ଦିଅନ୍ତି ଯେ ଆପଣ ତାଙ୍କୁ ଜାଣିଲେ ଭୟ କରିଯିବେ। ଭୈରବ ଭୈରବ, ତ ସିଏ ସବୁ ଶକ୍ତି କ୍ଷେତ୍ରରେ ଭୈରବମାନେ ଅଛନ୍ତି। ଆମର ଯେଉଁ 52ଟି ଶକ୍ତିପୀଠ ବୋଲି କୁହାଯାଏ, କ୍ଷମା କରିବେ ଯଦି ମୁଁ ଏକ୍ଜାକ୍ଟ ନମ୍ବରଟି ନ କହିପାରୁଛି, 52ଟି ଶକ୍ତିପୀଠ, ଯାହା ମଧ୍ୟରୁ କାମାକ୍ଷା ପ୍ରମୁଖ। ଆମର ଏଠି ବିରଜା କ୍ଷେତ୍ରରେ ଶକ୍ତିପୀଠ ଗୋଟେ। ତ ଭୈରବ ସବୁ ଶକ୍ତିପୀଠରେ ଅଛନ୍ତି। ସେଥିପାଇଁ ଆମେ 10 ମହାବିଦ୍ୟାଙ୍କର 10 ଭୈରବ, ଅଷ୍ଟମାତୃଙ୍ଗାଙ୍କର 8 ଭୈରବ ରହିଛନ୍ତି। ଯେଉଁ ଶକ୍ତିପୀଠରେ ଭୈରବମାନେ ରହିଲେ ତାଙ୍କୁ ଆପଣ ଶକ୍ତି ଭୈରବ ବୋଲି ଭାବନ୍ତୁ। ଏମିତି କିଛି ଶବ୍ଦ ନାହିଁ, ଆପଣଙ୍କର ବୋଧ ହେବା ନିମନ୍ତେ ବା ସହଜ ହୃଦୟଙ୍ଗମ ପାଇଁ ମୁଁ କହି ରଖୁଛି ଯେ ଶକ୍ତି ଭୈରବ। ମାତ୍ର ଯେଉଁ ଶୈବ କ୍ଷେତ୍ର ଗୁଡ଼ିକରେ ଭୈରବ ଅଛନ୍ତି ତାଙ୍କୁ ଆପଣ ଶିବ ଭୈରବ କୁହନ୍ତୁ। ଉଦାହରଣକୁ ଯିବା, ଯେଉଁ ମାଧ୍ୟମରେ ଆପଣ ଖୁବ୍ ଭଲ କି ବୁଝିପାରିବେ। କାମାକ୍ଷାରେ ଯେଉଁ ଭୈରବ ଅଛନ୍ତି ତାଙ୍କୁ କୁହାଯାଏ ଉମା ଆନନ୍ଦ ଭୈରବ। କାଶୀରେ ଯେଉଁ ଭୈରବ ରହିଲେ ସେ ହେଲେ କାଳ ଭୈରବ। ସାଧାରଣତଃ ଅଷ୍ଟଭୈରବମାନଙ୍କର ତ ଅଷ୍ଟମାତୃକା ଅଛନ୍ତି। କାଳ ଭୈରବ କୁହନ୍ତୁ, ଯିଏକି କ୍ଷେତ୍ରପାଳ ରୂପେ ପୂଜା ହୁଅନ୍ତି, ଏବଂ ଏମିତି ବି ଅଷ୍ଟଭୈରବଙ୍କୁ ବି କିଛି କିଛି ଜାଗାରେ ଶିବ ଭୈରବ ହିସାବରେ ପୂଜା କରାଯାଇଛି। ଅର୍ଥାତ୍ ଯେଉଁଠି ଶିବ ମନ୍ଦିର ଅଛି ତାଙ୍କର ପୂଜା କରାଯାଉଛି, କିମ୍ବା ସେମାନଙ୍କର ସ୍ୱତନ୍ତ୍ର ମନ୍ଦିର ଅଛି। ଯେମିତିକି ଆମ ଓଡ଼ିଶାର ଏକପାଦ ଭୈରବ ଗୋଟେ ଶିବ ଭୈରବରେ ଯିବେ, ଯଦିଓ ସେ ଯୋଗିନୀ ମନ୍ଦିରରେ ବି ଅଛନ୍ତି, କିନ୍ତୁ ଆମର ଏଠି ଅଛନ୍ତି ଲିଙ୍ଗରାଜ ମନ୍ଦିରରେ ବି ଅଛନ୍ତି। କ'ଣ କାମ? କାମ ହେଲା ଶକ୍ତିଙ୍କ ରକ୍ଷା କରିବା ପାଇଁ ଯେଉଁ ଭୈରବ ହେଲେ ସେ ହେଲେ ଶକ୍ତି ଭୈରବ। ଶିବଙ୍କ କ୍ଷେତ୍ରକୁ ରକ୍ଷା କରିବା ପାଇଁ ଯିଏ ହେଲେ ଭୈରବ ସେ ହେଲେ ଶିବ ଭୈରବ। କାଶୀ କ୍ଷେତ୍ରର ଭୈରବ ହେଲେ କାଳ ଭୈରବ। ତାଙ୍କର ସେଠି ଶକ୍ତି ନାହିଁ ବା କୌଣସି ଶକ୍ତି କ୍ଷେତ୍ରରେ ସେ ରକ୍ଷା କରୁନାହାନ୍ତି, ସେ କାଶୀର ରକ୍ଷା କରୁଛନ୍ତି। ତାଙ୍କୁ ହେଲା କ୍ଷେତ୍ରପାଳ। ମହାକାଳ ଅଷ୍ଟକମ୍ ଯେତେବେଳେ ଆପଣ ପଢ଼ିବେ ସେଥିରେ ବାରମ୍ବାର ଲେଖା ହେଉଛି ଭୈରବଙ୍କୁ କ୍ଷେତ୍ରପାଳମ୍ କ୍ଷେତ୍ରପାଳମ୍ କ୍ଷେତ୍ରପାଳମ୍। ସେଠି ଭୈରବଙ୍କୁ ଆମେ ଶିବ ଭୈରବ ହିସାବରେ ନେଉଛୁ। ତ ଯଦି ଏଇ ଭୈରବମାନେ ରହିଲେ ତାଙ୍କ ଭିତରେ ଡିଫରେନ୍ସଟା କ'ଣ? ଯେଉଁମାନେ ଶକ୍ତି ସାଧକ ଅଛନ୍ତି, ଭୈରବୀ ସାଧକ, ଦେଖିବେ ସେ ସବୁ କଳା ଭିତରେ ଗୋଟେ ନାଲି ଟିକା ଲାଗିଥିବ। ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେଲେ ଶକ୍ତି ଭୈରବ। ସେମାନେ ଉମାନନ୍ଦ ଭୈରବଙ୍କୁ ପୂଜା କରିପାରନ୍ତି, ସେମାନେ ବିକରାଳ ଭୈରବକୁ ପୂଜା କରିପାରନ୍ତି, ଯିଏକି ଛିନ୍ନମସ୍ତାଙ୍କର ଭୈରବ, କିମ୍ବା ବିଭିନ୍ନ ଶକ୍ତିପୀଠରେ ଯେଉଁ ଭୈରବ ଗୁଡ଼ା ଅଛନ୍ତି ତାଙ୍କୁ ପୂଜା କରିପାରନ୍ତି। ଭୈରବୀଙ୍କର ସାଧକ ପାଇଁ ଭଲ ଉପାସନାର କେନ୍ଦ୍ର ହେଲା ଶକ୍ତି ଭୈରବ। ମାତ୍ର ଯେଉଁମାନେ ମୋ ଭଳିଆ ଶିବ ସାଧକ, ସେମାନେ
ଶିବ ଭୈରବଙ୍କୁ ପୂଜା କରିପାରିବେ, ଯେଉଁଠିକି ତାଙ୍କ ଠାରେ କିଛି ନାଲିର ଜିନିଷ ରହିଲାନି, କଳା ଧଳା। କଳା ହେଲା ଆପଣଙ୍କର କାଳ ମୁଖ ଯେଉଁ ଥିଲେ ସେବାୟତ ମାନେ, ସେମାନେ ଯେମିତିକି ଅଘୋର ସ୍ଥିତି ଯେଉଁଟା, ସେଇଟା ହେଲା ଶିବ ଭୈରବ। ଆପଣ ଦେଖିବେ କାଶୀ ଗଲେ ଯେଉଁମାନେ କାଳ ଭୈରବ ଉପାସନା କରୁଛନ୍ତି, ସିନ୍ଦୁର ନାହିଁ, ଖାଲି ଭସ୍ମ। ପ୍ରଥମ ଉପାସନା ହେଲା ଶକ୍ତି ଭୈରବ। ସାଂସାରିକ ସ୍ଥିତିରେ ଶକ୍ତି ଭୈରବ ଉପାସନା କରିବାକୁ ପଡ଼ିବ। ସାଧାରଣତଃ ଆପଣ ଯଦି ବୈବାହିକ ଜୀବନ ଏବେ ଅତିବାହିତ କରୁଛନ୍ତି, ତାହେଲେ ଶକ୍ତି ଭୈରବକୁ ଆପଣ ଉପାସନା କରିପାରିବେ। ସନ୍ନ୍ୟାସ ଜୀବନରେ ଶକ୍ତି ଭୈରବଙ୍କୁ ଉପାସନା କରିବା କଷ୍ଟ। ତାର କାରଣ ରହିଛି, ମୁଁ କହିବି ତାପରେ ମନ୍ତ୍ରର ତାର କ'ଣ ଉପଚାରିତା ରହିଛି। କାରଣ ଆପଣଙ୍କର ଯଦି ଶକ୍ତି ଭୈରବଙ୍କୁ ପୂଜା କଲାବେଳେ ଆପଣଙ୍କର ଇଡ଼ ପିଙ୍ଗଳର ଯେଉଁ ପ୍ରକାର ନିୟନ୍ତ୍ରଣ ଦରକାର, ସେଇଟା ଶିବ ଭୈରବଙ୍କର ଦରକାର ନାହିଁ। ଶିବ ଭୈରବଙ୍କର ବେଶୀ ଦରକାର ଆପଣଙ୍କର ପିଙ୍ଗଳ, କିନ୍ତୁ ଶକ୍ତି ଭୈରବରେ ଆପଣଙ୍କର ଇଡ଼ର ଅଧିକ ଦରକାର, ଷ୍ଟ୍ରେନ୍ଥ। ଆପଣ ଉପାସନା କରୁଛନ୍ତି ଯେତେବେଳେ ଶକ୍ତି ଭୈରବଙ୍କୁ ଜାଣି ରଖିଥାନ୍ତୁ, ସିଏ ଆପଣଙ୍କର ଶକ୍ତିଙ୍କର ରକ୍ଷକ, ଅର୍ଥାତ୍ ସେ ଗୋଟେ ପରିବାରର ରକ୍ଷକ। ଶିବ ଶକ୍ତି ଯେଉଁଠି ଆସିଲେ ଏଠି ପରିବାରର ସେ ରକ୍ଷକ ହେଲେ। କିନ୍ତୁ ଯେତେବେଳେ ରାଜ୍ୟ କଥା ଆସିଯାଉଛି, ସେ କ୍ଷେତ୍ରପାଳ ଆସିଗଲେ ଶିବ ଭୈରବ। ଶିବ ଭୈରବଙ୍କର ବୀଜଟା ହେଲା ଭ୍ରମ, ତାକୁ କିଛି ବମ୍ ବୋଲି କୁହନ୍ତି, କିଛି ଲୋକ ତାକୁ ଭ୍ରାମ ବୋଲି କହିଦେଇଛନ୍ତି। ମାତ୍ର ମୁଁ ସବୁ ଉଚ୍ଚାରଣ କରି ଯାହା ମୋର ସେ ଭୈରବ ସାଧନାର ଅନୁଭୂତିରେ କହୁଛି, ଶିବ ଭୈରବ ଉପାସନା କରିବାକୁ ହେଲେ ଆପଣ ବୀଜ ଦରକାର ଭ୍ରମ। ଯେମିତି ମୁଁ ଆଗରୁ କହୁଥିଲି ଓମ୍ ଭ୍ରମ ଭୈରବାୟ ନମଃ, ଶିବ ଭୈରବ। ସେଇଥିପାଇଁ ମୁଁ ଆଜି ଭିଡ଼ିଓଟା ବି କଲି ବିଶେଷତଃ, ଯେ ଆପଣମାନେ ଜାଣିପାରିବେ ଯେ ଭ୍ରମ କେଉଁଠି ଲଗାଇବେ, ହ୍ରିମ୍ କେଉଁଠି ଲଗାଇବେ। କିନ୍ତୁ ଆପଣମାନେ ଜାଣିଛନ୍ତି ଶକ୍ତିଙ୍କର ବୀଜଟା ହେଲା ହ୍ରିମ୍, କ୍ଳିମ୍। ଓମ୍ ହ୍ରିମ୍ କ୍ଳିମ୍ ଚାମୁଣ୍ଡା ଇଚ୍ଛେ ଯାହା ମୋର ବନ୍ଧୁ ଏବଂ ଶତ୍ରୁ ଶକ୍ତି ସାଧକମାନେ ଉଚ୍ଚାରଣ କରନ୍ତି ମୁଁ ଦେଖିଛି। ଅର୍ଥାତ୍ ଆପଣ ଯେତେବେଳେ ଯାଇକି ଗୋଟେ ଶକ୍ତିପୀଠର ଭୈରବଙ୍କୁ ପୂଜା କରୁଛନ୍ତି, ତାଙ୍କର ଉପାସନା ପଦ୍ଧତି ଭିନ୍ନ ଏବଂ ତାଙ୍କର ଉଦ୍ଦେଶ୍ୟ ହେଲା ସେ ଆପଣଙ୍କୁ କିଛି ଅନ୍ୟ ସୁଖ ବି ଦେଇପାରିବେ। ଯେମିତିକି ଆପଣ ଯେଉଁ ଛୋଟ ମୋଟ କାମ୍ୟ ଉପାସନା ମାଗୁଛନ୍ତି, ଏଇ ଜିନିଷ ଦିଅ, ସେଇ ଜିନିଷ ଦିଅ, ଘର ଗାଡ଼ି ଜାଗା ପଇସା। ମାତ୍ର କ୍ଷେତ୍ରପାଳ ଯେତେବେଳେ ଭୈରବ ହେଇଗଲେ, ଶିବ ଭୈରବ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆପଣଙ୍କୁ ସେ ମୋକ୍ଷ ମାର୍ଗରେ ଏକାଙ୍କି ଚାଲିବା ପାଇଁ ସାହାଯ୍ୟ କରିବେ। ତ କୁହାଯାଏ ଯେଉଁମାନେ ଅଘୋର ସାଧନା କରନ୍ତି, ତାଙ୍କ ସାଙ୍ଗରେ ଭୈରବ ଚାଲନ୍ତି। କୌଣସି ଜିନିଷକୁ ଡର ନାହିଁ, କୌଣସି ଜିନିଷକୁ ଖାତିର ନାହିଁ, ଯାହା ପରିସ୍ଥିତି ଆସୁ ସେମିତି ଠିଆ ହେଇଥିବେ। ତେଣୁ ଶିବ ଭୈରବ ସାଧାରଣତଃ ଯେଉଁମାନେ ସାଂସାରିକ ଜୀବନରେ ଅଛନ୍ତି, ସେମାନେ ପୂଜା ଅର୍ଚ୍ଚନା କରିବା ଉଚିତ ନୁହେଁ। ଏମିତିକି କାଳ ଭୈରବ ମଧ୍ୟ। ଆପଣ ଯଦି ଓମ୍ ଭ୍ରମ କାଳ ଭୈରବାୟ ନମଃ କିମ୍ବା ନମୋ ନମଃ କିମ୍ବା ସ୍ୱାହା କିମ୍ବା ଫଟ୍ ସ୍ୱାହା ଇତ୍ୟାଦି ଉଚ୍ଚାରଣ କରୁଛନ୍ତି, ବହୁତ ସମ୍ଭାବନା ଅଛି ସିଏ ଆପଣଙ୍କୁ ଅନ୍ୟ ଦିଗକୁ ନେଇଯିବେ। ହଁ, ହେଇପାରେ ଆପଣଙ୍କର କିଛି ଅସୁବିଧା ସମ୍ମୁଖୀନ ଅଛନ୍ତି, ତାକୁ ସମାଧାନ ହେଇଯାଇପାରେ, ମାତ୍ର ପରେ ସେଇ ସ୍ଥିତି ଆସିବ କାଳ ଭୈରବଙ୍କ ସ୍ଥିତି। କାରଣ ଗୋଟେ ସବୁଠୁ ବଡ଼ ଜିନିଷ ହେଲା ପରେ ସେଇଆ, ଯେଉଁ ଈଶ୍ୱରଙ୍କୁ ଆପଣ ଉପାସନା କରିବେ ତାଙ୍କର ତତ୍ତ୍ୱ ଆପଣଙ୍କ ମଧ୍ୟରେ ପଳେଇ ଆସିବ। ତ କିଛି ଲୋକ କହନ୍ତି କାଳ ଭୈରବ ବି ମଦିରାପାନ କରନ୍ତି, ତେଣୁ ଅଘୋରୀମାନେ ମଦିରାପାନ କରନ୍ତି। ଚାଲନ୍ତୁ ସେଇ ବିଷୟକୁ ଯିବାନି, ତାର କ'ଣ ଉଦ୍ଦେଶ୍ୟ ରହିଛି ପରେ କେବେ ଆଲୋଚନା କରିବା। ତେବେ ଶକ୍ତି ଭୈରବ ଯେଉଁ ଭୈରବ ହେଲେ, ଯେକୌଣସି ଗୋଟେ ଶକ୍ତିପୀଠରେ ସେ ଭୈରବ ଥିବେ, ଆପଣ ତାଙ୍କୁ ପୂଜା କରିପାରିବେ। ଟିକେ ଟିକେ ସାଧାରଣତଃ ସହଜରେ ପୂଜା ତାଙ୍କର ସମ୍ଭବ। ଆଉ ବିଭିନ୍ନ ଛୋଟ ମୋଟ କାମ୍ୟ ଉପାସନା ପାଇଁ। ଏବଂ ତାଙ୍କର ବୀଜଟା ହେଲା ହ୍ରିମ୍। ଓମ୍ ହ୍ରିମ୍ 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 ହ୍ରିମ୍, 4ଟା ବୀଜ ଆପଣ ଲଗାଇ ପାରିବେ ସବୁବେଳେ ଭୈରବଙ୍କର ମନ୍ତ୍ରରେ, ପୂର୍ବରୁ ପରେ ମଧ୍ୟ। ଉମାନନ୍ଦ ଭୈରବାୟ
फट स्वाहा मात्र से आप ओम भ्राम 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 एकपाद भैरवाय नमो नमः कि फट स्वाहा कहीपर कारण ये जन शिव भैरव तेणु बीज अलग होगला उद्देश्य अलग होगला जड़े जो काम्य उपासना साहाଯ୍य करा गोटे भैरव आपंकर मोक्ष उपासना तेणु मन रखा आपंकर जो भैरव जो प्रकार आपंकर स्थिति दरकार जहाँ आपंकर कर्म अनुमति दौची पूर्वजन्मर एवं जहाँ ईश्वरंकर निर्देश आसूची से तो भिन्न कथा किंतु आपन जदि जानिया आपन जदि काम्य उपासना करने जाऊँ शक्ति भैरव गुड़िक भल धूमावती पूजा कला समय धूमावती भैरव अच्छे पूजा करें दश भैरव के आलोचना करवा पर विस्तृत रूपे छिन्नमस्ता पूजा कला बेले जमी विकराल भैरव को आप डाकिपारे आप देखिए शक्तिपीठ भैरव मैंने थे शक्ति भैरव और जो शिवपीठ गुड़ाक जो भैरव गुड़िक थे सब शिव भैरव विशेषतः आम काल भैरव और जो अष्टांग भैरव अच्छे से शिव क्षमा करेंगे अष्ट भैरव ये अष्टांग भैरव ये जोगिनी मंदिर नना मान शुणी शुणी मोर भी बुद्धिभ्रष्ट होगा अष्ट भैरव भर जड़ा है अशीतांग भैरव जहाँ अंग कला किंतु धड़ा ऊर्जा विशेष पर आलोचना करें जो अष्ट भैरव काल भैरव गुड़ा शिव भैरव जोटा कि आम मत्स्य पूजा करवा जो गुड़ा आम शक्ति भैरव आप काम्य उपासना पूजा करती जो आपंकर देखिए आजिका मार्केट भी मिलूँ कला आउ नाली कॉम्बिनेशन आसला से आप शक्ति जो मैंने भैरव भैरवी साधक शक्ति साधक से शक्ति भैरव को पूजा करेंगे जदि गोटे शक्ति साधक से काल भैरव उपासना आरंभ करे तार कौन धीरे धीरे चेंजेस आसो से सहज ग्रहण कर शिव भैरव को आप शक्ति उपासना सहित संयोग करने कष्ट टिके हुए तो भिडियोटी अति आपण मानस मुंड पर प्रेसर पकाई पारे कि शक्ति साधना करके आप शक्ति भैरव मान को साधना करें करा भी जाए से लगे आप देखिथे जिते भी भैरव को पूजा करा जाए से भैरव आसती आमर भैरव भैरवी भैरवी भैरव मिसई सब कराई जोटा कि यामल तंत्र गुड़ा बाहरी जदिव भैरव सब से प्रथम आसला यामल माने जॉइंट देवी देवता ये सहस्र नाम है भैरव भैरवी कह जाऊे ये भैरवंकर नाम है या सांगे सांगे आउ गए नाम आस भैरवी कॉम्बिनेशन जोटा कि शक्ति और शिव उपासना को गोटे गोटे नियंत्रण स्थिति को आनी जपरिक आम भावु जे आमर शिव हरिहर उपासना जमी हुए से भाया आशा करे आप बुझीपारे जे शक्ति भैरव कौन एवं शिव भैरव कौन भैरव तत्व कौन से तो निश्चित रूप भिन्न कि जो आम गोटे देवता को किसी आशा रखी पूजा करो से संबंध बेसिकाली काम्य उपासना आप शक्ति भैरव को पूजा करेंगे और से बीज एमती लगे आप नाली परिधान करेंगे सिंदूर लगे पारे शक्ति भैरव पाखे किसी जगह बलि भी पड़े मो बलि कथा सपोर्ट करूनी कि कौन से विषय किसी कहूनी पड़े जो शिव भैरव पाखे से चले ना मदिरा चले जमती शक्ति उपासना से शक्ति भैरव जमती शिव शिव उपासना तो कहबी प्राय से भाया शिव भैरव भस्म आलती भी दि जाए लोक मैंने जो जाती से कला भस्म सब लगाते जोटि शक्ति भैरव पाखे सिंदूर लगे जापर तो भैरवंकर ये मुझे सेग्रिगेशन करने को चाहूँ नी मात्र जब मुझे देखिली गोटे बहुत द्वंद्व आसूची डाउट आस लोक भर से सन्दर्भ में मुझे भिडियोटी कली जान रखापी जे भैरवों को भी भैरवी शरीर पूजा करा जाए तार पद्धति भिन्न और भैरव को जो एकांगी पूजा करा जाए तार पद्धति भिन्न से लगी जिते शिव को आम कर्पूर गौरम करुणावतारम संसार सारम भुजगेन्द्रहारम सदा वसंतम हृदयारविंदे नवम भवानी सहित नमामि से शिव और शक्ति दुई जन को आम पूजा कले कि ओम नमः शिवाय से नुहे तेणु आप सब चाहिए जे काम्य उपासना जिते आप शक्ति के पाखे रखिथे मो भाया पूरा जदि गोटे मोक्ष उपासना हो किए हो से उपासना शिव आप बहुत साहाଯ୍य करेंगे शक्तिंकर बहुत कम उपादेयता अच्छी कारण गोटे माटे सब चाहे मो पुअर केमती मेटेरियलिस्टिक डेवलपमेंट हो बाबा हुए तो चाहती जे पुआटा मो भाया हो
ତେଣୁ ଭୈରବ ଶିବ ଭୈରବ ଆପଣଙ୍କର ମୋକ୍ଷ ଦିଗରେ ଆପଣଙ୍କୁ ନେଇଯିବେ, ଶକ୍ତି ଭୈରବ ଆପଣଙ୍କୁ ଏ ଦିଗରେ ନେଇଯିବେ। ତେଣୁ ଆପଣ ଟିକେ ଏ ଯେଉଁ କାଳ ଭୈରବ ସାଧନା କଲାବେଳେ ଟିକେ ଆପଣ ବେଶୀ ଦିନ କଣ୍ଟିନ୍ୟୁ କରିବେନି ତାକୁ। ହଁ, ତେବେ ଚାଲନ୍ତୁ, ଏତ ସମୟ ହେଇଯାଇଛି। ଆଶା କରି ଭିଡ଼ିଓଟି ଆପଣ ବୁଝିପାରୁଥିବେ। ଆପଣଙ୍କର ତେବେ ସେଇ ଶକ୍ତି ଭୈରବ ହୁଅନ୍ତୁ କିମ୍ବା ଶିବ ଭୈରବ ହୁଅନ୍ତୁ, ସେଇ ଭୈରବ ସେ ଓମ୍ ହ୍ରୀಂ ଭୈରବାୟ ନମଃ ହଉ କିମ୍ବା ଓମ୍ ହ୍ରମ୍ ଭୈରବ ହଉ, ସେଇ ଭୈରବ ଆପଣ ସମସ୍ତଙ୍କୁ ସବୁବେଳେ ସେ ପର୍ଯ୍ୟନ୍ତ ରକ୍ଷା କରନ୍ତୁ ଏବଂ ଆପଣଙ୍କ ଭିତରେ ମୋକ୍ଷ ତତ୍ତ୍ୱ ଜାଗ୍ରତ କରନ୍ତୁ। ଆପଣଙ୍କୁ ଜୀବନରେ ଏହି ଜୀବନ ଏବଂ ପର ଜୀବନରେ ମଧ୍ୟ ଆପଣଙ୍କ ସାଙ୍ଗରେ ସେ ଚାଲନ୍ତୁ। ଏହା କାମନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।